କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା, ଡିସ୍କସ୍ କରିବା ଜାଲିଆନାବାଗ ହତ୍ୟାକାଣ୍ଡ ବିଷୟରେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ 1919 ମସିହା ଏପ୍ରିଲ 13 ତାରିଖ ଏକ କଳା ଦିବସ ଭାବେ ପରିଚିତ। ଏହି ଦିନ ପଞ୍ଜାବର ଅମୃତସର ଠାରେ ଘଟିଥିବା ଜାଲିଆନାବାଗ ହତ୍ୟାକାଣ୍ଡ ବ୍ରିଟିଶ ଶାସନର କ୍ରୂରତା ଏବଂ ବର୍ବରତାର ଚରମ ସୀମା ଥିଲା। ବ୍ରିଟିଶ ସରକାର ଭାରତୀୟଙ୍କ ସ୍ୱରକୁ ଦବାଇବା ପାଇଁ ରାଓଲାତ ଆଇନ ପ୍ରଣୟନ କରିଥିଲେ। ଏହି କଳା ଆଇନ ବିରୋଧରେ ସାରା ଦେଶରେ ପ୍ରତିବାଦ ଚାଲିଥିବା ବେଳେ ଅମୃତସରରେ ବ୍ରିଟିଶ ସରକାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ରୋକିବା ପାଇଁ ମାର୍ଶାଲ ଲବା ସାମରିକ ଆଇନ ଲାଗୁ କରିଥିଲେ। ଏହି ସମୟରେ ପଞ୍ଜାବର ଲୋକପ୍ରିୟ ନେତା ଡକ୍ଟର ସୈଫୁଦ୍ଦିନ କିଚଲୁ ଏବଂ ଡକ୍ଟର ସତ୍ୟପାଲଙ୍କୁ ଗିରଫ କରାଯାଇଥିଲା। 1919 ମସିହା ବୈଶାଖୀ ପର୍ବ ଅବସରରେ ଏହି ଦୁଇ ନେତାଙ୍କ ଗିରଫଦାରୀ ବିରୋଧରେ ପ୍ରତିବାଦ କରିବାରୁ ଏବଂ ପର୍ବ ପାଳନ ପାଇଁ ହଜାର ହଜାର ନିରୀହ ଲୋକ ଜାଲିଆନାବାଗରେ ଏକତ୍ରିତ ହୋଇଥିଲେ। ଏହି ସ୍ଥାନର ଚାରିପଟେ ଉଚ୍ଚା କାନ୍ଥ ଥିଲା ଏବଂ ବାହାରକୁ ଯିବା ପାଇଁ ମାତ୍ର ଏକ ସଂକୀର୍ଣ୍ଣ ପଥ ଥିଲା। ଜନତା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଭା କରୁଥିବା ବେଳେ ଜେନେରାଲ ଡାର ହଠାତ୍ ସେଠାରେ ପହଞ୍ଚିଥିଲେ। କୌଣସି ପୂର୍ବ ସୂଚନା ନ ଦେଇ ସେ ନିଜର ସୈନ୍ୟମାନଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପାଖାପାଖି 10 ମିନିଟ୍ ଧରି ଲଗାତାର 1650 ରାଉଣ୍ଡ ଗୁଳି ଚଳାଯାଇଥିଲା। ପରିଣାମ ସରକାରୀ ତଥ୍ୟ ଅନୁଯାୟୀ ପ୍ରାୟ 379 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ, କିନ୍ତୁ ପ୍ରକୃତରେ ସେହିଦିନ ହଜାରରୁ ଉର୍ଦ୍ଧ୍ୱ ଲୋକ ଶହୀଦ ହୋଇଥିଲେ। ଗୁଳି ମାଡ଼ରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ସେଠାରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ଏହି ଘଟଣାରେ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହାର ପ୍ରତିବାଦରେ ନିଜର ନାଇଟହୁଡ ପଦବୀ ତ୍ୟାଗ କରିଥିଲେ। ଜାଲିଆନାବାଗ ହତ୍ୟାକାଣ୍ଡ ଭାରତୀୟଙ୍କ ମନରେ ସ୍ୱାଧୀନତା ପାଇଁ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା। ଏହି ବଳିଦାନ ବ୍ରିଟିଶ ସାମ୍ରାଜ୍ୟର ପତନ ପାଇଁ ପଥ ଆବିଷ୍କାର କରିଥିଲା। ଆଜି ମଧ୍ୟ ସେହି ସ୍ଥାନରେ ଥିବା ଗୁଳିଚିହ୍ନ ଗୁଡ଼ିକ ଆମକୁ ସେହି ଶହୀଦମାନଙ୍କ ଅମର କାହାଣୀ ସ୍ମରଣ କରାଇଦିଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।